ଛୋଟକୁ ନମଣହୀନ। ଯିଏ ଯେତେ ଛୋଟ ହେଲେ ମଧ୍ୟ ତାକୁ ହୀନ ଅସହାୟ ମନେ କରିବା ଠିକ୍ ନୁହଁ। ଛୋଟ ହେଲେ କ'ଣ ହେବ, ତାଠାରୁ ବି କିଛି ଶିଖିବା ଥାଇପାରେ। କାହାର ଆକାରରୁ ନୁହେଁ, ବରଂ ତାର ବିଚାର ବୁଦ୍ଧିକୁ ବିବେଚନା କରି ତାକୁ ତଉଲିବା ଦରକାର। ବଣରାଜା ସିଂହ ସାହସୀ ବଳୁଆ, ତାକୁ ସମସ୍ତେ ମାନନ୍ତି, ଭୟ ବି କରନ୍ତି। ଥରେ ସିଂହ ଗଛ ଛାଇରେ ଆରାମରେ ଶୋଇ ଘୁଙ୍ଗୁଡ଼ି ମାରୁଥାଏ। ମୂଷା ଛୁଆଟିଏ ବୁଲୁ ବୁଲୁ ସିଂହ ଉପରକୁ ଚଢ଼ିଗଲା। ତା ପିଠିରେ ନାଚିଲା, କୁଦିଲା, ମନ ଖୁସିରେ ଖେଳିଲା। ସିଂହର ନିଦ ଚାଉକିନା ଭାଙ୍ଗିଗଲା। ସେ ରାଗରେ କୁହାଟ ଛାଡ଼ି ଆଖି ତରାଟି କହିଲା, କି ଇରେ ତୁ, ତୋର ଏତେ ସାହସ? ମୋ ପିଠିଟାକୁ କ'ଣ ଖେଳ ପଡ଼ିଆ ଭାବିଲୁ? ଆଜି ତୋର ନିସ୍ତାର ନାହିଁ, ତୋତେ ଜଳଖିଆ କରିବି। ମୂଷା ଡରରେ ଛାନିଆ ହୋଇ ପଡ଼ିଲା। କାନ୍ଦି କାନ୍ଦି ହାତ ଯୋଡ଼ି ନେହୁରା ହୋଇ କହିଲା, ତମେ କେତେ ବଡ଼ ରାଜା ପରିକା, ମୁଁ ତ ଏଡ଼େ ବୋକାଟେ। ମତେ ଖାଇଲେ ତମ ପେଟ ପୁରିବନି, ତୁମ ତମର କଳେ ବି ହେବିନି। ମତେ ଛାଡ଼ି ଦିଅ, ଦିନେ ନା ଦିନେ ମୁଁ ତମର ଉପକାର କରିବି। ସିଂହ ଦୟା କରି ମୂଷାକୁ ଛାଡ଼ିଦେଲା। କିଛି ଦିନ ବିତିଗଲା। ଦିନେ ସିଂହ ବଣରେ ବୁଲୁ ବୁଲୁ ଶିକାର ଫାଶରେ ପଡ଼ିଗଲା। ଯେତେ ଚେଷ୍ଟା କଲେ ମଧ୍ୟ ମୁକୁଳି ପାରିଲାନି। ଜୋରରେ ଗର୍ଜନ ତର୍ଜନ କଲା। ସେଇ ବାଟେ ମୂଷା ଯାଉଥିଲା। ଫାଶରେ ପଡ଼ିଥିବା ସିଂହକୁ ଦେଖି କହିଲା, ମହାରାଜ, ଧୈର୍ଯ୍ୟ ଧର, ମୁଁ ତମକୁ ମୁକୁଳାଇ ଦେବି। ମୋ ମୁନିଆ ଦାନ୍ତରେ ଫାଶକୁ କାଟି ଟିକ୍ ଟିକ୍ କରିଦେବି। ସଙ୍ଗେ ସଙ୍ଗେ ମୂଷା ତା କାମରେ ଲାଗିଗଲା। ସିଂହ ମୁକୁଳି ହାଇ ମାରି ଅଳସ ଛାଡ଼ିଲା। ମୂଷାକୁ ପିଠିରେ ବସାଇ ବଣଯାକ ବୁଲିଲା। ସିଂହ ମନେ ମନେ ଭାବିଲା, ବଡ଼ ବଡ଼ିଆ ଠିକ୍ କହିଛନ୍ତି, ଛୋଟକୁ ନମଣହୀନ, ଛୋଟ ପାଖେ ଥାଏ ଅନେକ ଗୁଣ।